ଆଜି ଆମେ ତନ୍ତ୍ରଶାସ୍ତ୍ରର ଗୋଟେ ବହୁତ ଗଭୀର ବିଷୟ ଭିତରକୁ ଯାଉଛେ। ଆମ ପାଖରେ ଆଧାର ଚକ୍ର ଓ କୁଣ୍ଡଳିନୀ ଶକ୍ତି ବହିର କିଛି ଅଂଶ ଅଛି। ଏଥିରେ ଶରୀରର ଯୋଉ ସୂକ୍ଷ୍ମ ଶକ୍ତି ପ୍ରବାହ ଅଛି, ସେହି ନାଡି ଆଉ ପ୍ରଥମ ମୁଖ୍ୟ ଚକ୍ର ମାନେ ମୂଳାଧାର ଚକ୍ର ବିଷୟରେ କୁହାଯାଇଛି। ତ ଆମେ ଚେଷ୍ଟା କରିବା ଏଇ ବହି ଆଧାରରେ ସେଇ ସୂକ୍ଷ୍ମ ଶରୀରର ଗଠନ ଆଉ ମୂଳାଧାରରେ ଥିବା ଶକ୍ତିର ରହସ୍ୟକୁ ଟିକେ ବୁଝିବା ପାଇଁ। ତେବେ ଆସନ୍ତୁ ଆରମ୍ଭ କରିବା। ଏ ପୁସ୍ତକ ଅନୁସାରେ ଶକ୍ତି ପ୍ରବାହର ଯୋଉ ମାର୍ଗ ବା ନାଡି କଥା କୁହାଯାଉଛି, ସେଗୁଡ଼ିକ କେମିତି? ମୁଖ୍ୟତଃ ମେରୁଦଣ୍ଡ ସହ ଜଡ଼ିତ ବୋଧେ? ହଁ ଆଜ୍ଞା, ଠିକ୍ କହିଲେ। এই ଗ୍ରନ୍ଥରେ ମେରୁଦଣ୍ଡକୁ ହିଁ ମୂଳ କରି 3ଟା ମୁଖ୍ୟ ନଳୀ କଥା କୁହାଯାଇଛି। ବାମପଟେ ଅଛି ଇଡ଼ା, ତାକୁ ଶଶୀ ବା ଚନ୍ଦ୍ର ସ୍ୱରୂପ ବି କହନ୍ତି। ଆଉ ଡାହାଣ ପଟେ ହେଲା ପିଙ୍ଗଳା, ଯାହାକୁ ମିହିର ବା ସୂର୍ଯ୍ୟ ସ୍ୱରୂପ କୁହାଯାଏ। ଆଉ ଠିକ୍ ମଝିରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ସେଇଟା ହେଲା ସୁଷୁମ୍ନା ନାଡି। ସୁଷ୍ମୁନା, ଏଇଟା କେମିତି? ମାନେ ଏହାର କିଛି ବିଶେଷତା ଅଛି? ହଁ ଅଛି। ଏହାକୁ ତ୍ରିଗୁଣମୟୀ କୁହାଯାଏ, ମାନେ ସତ୍ୱ ରଜସ ତମ ଏ 3 ଗୁଣ। ଆଉ ଏଇଟା ଚନ୍ଦ୍ର ସୂର୍ଯ୍ୟ ଅଗ୍ନି ଏ 3ଙ୍କର ସ୍ୱରୂପ ବୋଲି ବି ବର୍ଣ୍ଣନା ଅଛି। ଏଟା ମେରୁଦଣ୍ଡର ମୂଳ, ଯାହାକୁ କନ୍ଦ କହନ୍ତି। ମୂଳାଧାର ପାଖାପାଖି ଜାଗାଟା ସେଠୁ ଆରମ୍ଭ ହେଇ ପୁରା ମସ୍ତିଷ୍କ ଯାଏଁ ଯାଇଛି। ଆଚ୍ଛା, ତ କେବଳ ଏଇ 3ଟା ନାଡି ନା ଏହା ଭିତରେ ଆହୁରି କିଛି ସୂକ୍ଷ୍ମ ସ୍ତରର କଥା ବି ଅଛି? ନା ନା, ଆହୁରି ଅଛି। ଏ ବହିରେ ଆହୁରି ଭିତରକୁ ଯାଇ କୁହାଯାଇଛି। ଯେମିତି ସୁଷୁମ୍ନା ଭିତରେ ପୁଣି ବଜ୍ରା ବୋଲି ଗୋଟେ ନାଡି ଅଛି। ବଜ୍ରା? ହଁ, ଆଉ ତା ଭିତରେ ବି ଅଛି ଚିତ୍ରିଣୀ ନାଳୀ। ଓହୋ, ଏମିତି ସ୍ତର ପରେ ସ୍ତର। ତେବେ ଏଇ ଚିତ୍ରିଣୀ ନାଡିର କ'ଣ ମହତ୍ୱ? ଏଇ ଚିତ୍ରିଣୀ ନାଳୀକୁ ମାନେ ବହୁତ ସୂକ୍ଷ୍ମ କୁହାଯାଇଛି। ଓଙ୍କାର ଭଳି ତେଜମୟୀ ଆଉ ଶୁଦ୍ଧ ଜ୍ଞାନ ସ୍ୱରୂପା। କୁହାଯାଏ କି ଏଇଟା ସବୁ ଚକ୍ର ବା ପଦ୍ମକୁ ଭେଦ କରିକି ଯାଏ। ଆଉ ଯୋଗୀମାନେ ଧ୍ୟାନରେ ଏହାକୁ ଅନୁଭବ କରନ୍ତି ବୋଲି ବି ଲେଖା ଅଛି। ଏହା ଭିତରେ ପୁଣି ବ୍ରହ୍ମନାଡୀର କଳ୍ପନା କରାଯାଇଛି। ସେଇଟା ହେଲା, ବୁଝିଲେ, କୁଣ୍ଡଳିନୀ ଶକ୍ତି ଜାଗିଲେ ଉପରକୁ ଯିବାର ମୁଖ୍ୟ ରାସ୍ତା। ଆଚ୍ଛା। ଆଉ ଏଇ ଚିତ୍ରିଣୀ ନାଡିରେ ବ୍ରହ୍ମଦ୍ୱାର ବୋଲି ଗୋଟେ ଜାଗା ଅଛି। ବିଶ୍ୱାସ କରାଯାଏ ଯେ କୁଣ୍ଡଳିନୀ ସେଇ ଦ୍ୱାରକୁ ଭେଦ କଲେ ଯାଇ ଅମୃତତ୍ୱ ମିଳେ। ବାଃ, ବହୁତ ଗଭୀର କଥା ଏସବୁ। ଠିକ୍ ଅଛି, ଏ ସୂକ୍ଷ୍ମ ନାଡିମାନଙ୍କ କଥା ପରେ ଏବେ ଆସିବା ପ୍ରଥମ ଚକ୍ର ମାନେ ମୂଳାଧାର ବିଷୟକୁ। ବହିରେ ଏହାର ଜାଗା ଆଉ ରୂପ ବିଷୟରେ କ'ଣ କୁହାଯାଇଛି? ହଁ, ମୂଳାଧାର ଚକ୍ର ଗ୍ରନ୍ଥାନୁସାରେ ଏଇଟା ସୁଷୁମ୍ନା ନାଡି ଯୋଉଠୁ ଆରମ୍ଭ ହେଉଛି ଠିକ୍ ସେଇଠି ଅଛି। ମାନେ ଜନନେନ୍ଦ୍ରିୟରୁ ଟିକେ ତଳକୁ ଆଉ ମଳଦ୍ୱାରର ଟିକେ ଉପରକୁ। ଏହାକୁ ଗୋଟେ ପଦ୍ମଫୁଲ ଭଳି କଳ୍ପନା କରାଯାଇଛି। 4ଟା ପାଖୁଡ଼ା, ରଙ୍ଗ ହେଲା ଗାଢ଼ ଲାଲ, ଆଉ ପାଖୁଡ଼ାଗୁଡ଼ାକ ତଳୁକୁ ମୁହଁ କରିକି ଥାଏ। 4ଟା ପାଖୁଡ଼ା, ଆଉ ସେ ପାଖୁଡ଼ାରେ କିଛି ଲେଖା ହେଇଥାଏ ବୋଲି ବି କୁହନ୍ତି। ହଁ ହଁ, ଲେଖା ହେଇଥାଏ ସୁନୀଲି ରଙ୍ଗରେ। ବ, ସ, ସ ଆଉ ସ, ଏଇ 4ଟା ଅକ୍ଷର। ଆଚ୍ଛା, ଖାଲି ପାଖୁଡ଼ା ତ ନୁହେଁ, ଏହାର କେନ୍ଦ୍ରରେ ମାନେ ଭିତରେ କ'ଣ ସବୁ ଥାଏ ବୋଲି ଲେଖା ଅଛି। ଏସବୁର ମାନେ କ'ଣ? ହଁ, ଭିତରେ ବିଶେଷ କଥା ଅଛି। ଏଇ ପଦ୍ମର କେନ୍ଦ୍ରରେ, ବୁଝିଲେ, ପୃଥିବୀ ତତ୍ତ୍ୱର ପ୍ରତୀକ ଗୋଟେ 4କୋଣିଆ ମଣ୍ଡଳ ହଳଦିଆ ରଙ୍ଗର। ଆଉ ତା ଭିତରେ ପୃଥିବୀ ତତ୍ତ୍ୱର ଯୋଉ ବୀଜ ମନ୍ତ୍ର ଲଂ, ସେଇଟା ଥାଏ। ଲଂ? ଏହା ଏକ ପ୍ରକାର ମୂଳ ଧ୍ୱନି ବୋଧେ? ହଁ, ସେମିତି, ଯାହା ସେଇ ତତ୍ତ୍ୱର ଶକ୍ତିକୁ ଧାରଣ କରେ ବୋଲି ବିଶ୍ୱାସ। ଆଉ ସେଇଠି ଦେବୀ ଡାକିନୀଙ୍କ ବାସସ୍ଥାନ ବୋଲି ବି କୁହାଯାଏ। ଦେବୀ ଡାକିନୀ, ତାଙ୍କ ବିଷୟରେ କିଛି ବର୍ଣ୍ଣନା ଅଛି? ଅଛି। ତାଙ୍କର 4ଟା ହାତ, ଆଖି ପୁରା ଲାଲ ରଙ୍ଗର, ଆଉ ସେ ଅନେକ ସୂର୍ଯ୍ୟଙ୍କ ପରି ତେଜସ୍ୱୀ। ସବୁଠୁ ବଡ଼ କଥା ହେଲା, ତାଙ୍କୁ ଶୁଦ୍ଧ ବୁଦ୍ଧି ବା ତତ୍ତ୍ୱଜ୍ଞାନର ବାହିକା କୁହାଯାଇଛି। ତାଙ୍କୁ ଧ୍ୟାନ କଲେ ଶୁଦ୍ଧ ବୁଦ୍ଧି ମିଳେ ବୋଲି ଗ୍ରନ୍ଥ କହୁଛି। ବାସ୍ତବିକ ଏଇ ଜାଗାଟା ବହୁତ ରୋଚକ ଲାଗୁଛି। ଏଇ ଚକ୍ର ଭିତରେ ଆଉ କିଛି ଏମିତି ବିଶେଷ କଥା ଅଛି କି? ହଁ, ଅଛି। ଏଇ ଚକ୍ରରେ କେନ୍ଦ୍ରରେ ମାନେ କଣିକାରେ ଗୋଟେ ତ୍ରିକୋଣ ଅଛି। ତାକୁ କାମରୂପ ବା ତ୍ରୈପୁର କହନ୍ତି। କାମରୂପ? ହଁ, ଏଇଟା ପୁରା ବିଜୁଳି ଭଳି ଚକଚକ୍ କରେ ବୋଲି ବର୍ଣ୍ଣନା ଅଛି। ଆଉ ଏଇ ତ୍ରିକୋଣ ଭିତରେ ସ୍ୱୟମ୍ଭୁ ଲିଙ୍ଗ ବିରାଜମାନ। ସ୍ୱୟମ୍ଭୁ ଲିଙ୍ଗ, ଏହାର ଅର୍ଥ କ'ଣ? ସ୍ୱୟମ୍ଭୁ ମାନେ ଯିଏ ନିଜେ ସୃଷ୍ଟି ହେଇଛନ୍ତି। ଏଠାରେ ଏହା ମୂଳ ସୃଜନଶୀଳ ଶକ୍ତିକୁ ବୁଝାଉଛି, ଯାହା ଅବ୍ୟକ୍ତ। ଏ ଲିଙ୍ଗର ମୁଣ୍ଡ ତଳକୁ ଥାଏ ବୋଲି ଲେଖା ହେଇଛି। ଆଉ ରଙ୍ଗ ହେଲା ତରଳା ସୁନା ଭଳି। ଏହା କେବଳ ଜ୍ଞାନ ଆଉ ଧ୍ୟାନ ଦ୍ୱାରା ହିଁ ପ୍ରକାଶିତ ହୁଏ। ଆଚ୍ଛା, ଆଉ ସେ କୁଣ୍ଡଲିନୀ ଶକ୍ତି, ଯାହା ବିଷୟରେ ଏତେ କଥା ଶୁଣାଯାଏ, ସେ କୋଉଠି ଅଛନ୍ତି ଏ ଚକ୍ରରେ? ହଁ, ସବୁଠୁ ମହତ୍ତ୍ୱପୂର୍ଣ୍ଣ କଥା, ଏଇ ଗ୍ରନ୍ଥ ଅନୁସାରେ ଠିକ୍ ସେଇ ସ୍ୱୟମ୍ଭୁ ଲିଙ୍ଗ ଉପରେ,
ସେଠି କୁଣ୍ଡଳିନୀ ଶକ୍ତି ଗୋଟେ ସୂକ୍ଷ୍ମ ପଦ୍ମନାଡ଼ି ଭଳି ଗୋଟେ ସାପ ପରି 3.5 ଘେରା ଦେଇ ଶୋଇ ରହିଛନ୍ତି, ମାନେ ସୁପ୍ତ ଅବସ୍ଥାରେ ଅଛନ୍ତି। 3.5 ଘେରା ଦେଇ ସାପ ପରି। ହଁ, ସେମିତି ବର୍ଣ୍ଣନା। ତାଙ୍କୁ ବିଶ୍ୱମୋହିନୀ ବୋଲି ବି କୁହାଯାଇଛି, କାରଣ ସେ ମାୟା ସ୍ୱରୂପା। ଆଉ ସେଇ ବ୍ରହ୍ମଦ୍ୱାରକୁ, ମାନେ ଚେତନାର ଉପର ରାସ୍ତାକୁ ସେ ବନ୍ଦ କରି ରଖିଛନ୍ତି। ତାଙ୍କର ଗୁଞ୍ଜନ ବହୁତ ମଧୁର ବୋଲି ଲେଖା ଅଛି। ଆଉ କୁହାଯାଏ ସେଇ ସବୁ ପ୍ରାଣୀଙ୍କୁ ଶ୍ୱାସପ୍ରଶ୍ୱାସ ମାଧ୍ୟମରେ ଧରି ରଖିଛନ୍ତି। ଶ୍ୱାସ ପ୍ରଶ୍ୱାସ ସହିତ ବି ସମ୍ପର୍କ ଅଛି। ହଁ, ଆଉ ଏହା ଭିତରେ ପରା ନାମକ ସର୍ବଶ୍ରେଷ୍ଠ ଶକ୍ତି ବି ଅଛନ୍ତି। ସେ ହେଲେ ଶାଶ୍ୱତ ଜ୍ଞାନର ପ୍ରବୋଧକ ଆଉ ସୃଷ୍ଟିକ୍ଷମକର ମୂଳ। ବାପ୍ରେ, କେତେ କଥା! ତେବେ ଏତେ ସବୁ ଜଟିଳ ବର୍ଣ୍ଣନା ପରେ ସାରଙ୍କର କଥା କ'ଣ? ମାନେ ବହି ଅନୁସାରେ ଏଇ ମୂଳାଧାର ଉପରେ ଧ୍ୟାନ କଲେ କ'ଣ ଫଳ ମିଳେ? ହଁ, ଫଳ ବିଷୟରେ ବି କୁହାଯାଇଛି। ଗ୍ରନ୍ଥରେ ଦାବି କରାଯାଇଛି ଯେ ଯିଏ ମୂଳାଧାରରେ ଥିବା ଏହି ଶକ୍ତି ଉପରେ ଧ୍ୟାନ କରେ, ଯାହାକୁ 10 ଲକ୍ଷ ସୂର୍ଯ୍ୟ ପରି ତେଜସ୍ୱୀ କୁହାଯାଇଛି, ସେ ବ୍ୟକ୍ତି ବାକ୍ପତି ହୁଏ, ମାନେ କଥା କହିବାରେ ଦକ୍ଷ, ରାଜଶ୍ରେଷ୍ଠ ହୁଏ, ସମ୍ମାନ ପାଏ, ଆଉ ସବୁ ପ୍ରକାର ବିଦ୍ୟାରେ ପାରଙ୍ଗମ ହୁଏ। ଆହୁରି କିଛି? ହଁ, ସେ ରୋଗମୁକ୍ତ ରହେ ଆଉ ତାର ଅନ୍ତର ଆନନ୍ଦରେ ଭରିଯାଏ। ମୋଟାମୋଟି ଭାବେ ଏଇଟା ଗୋଟେ ମୂଳଦୁଆ ଭଳି। ଏହାକୁ ସୁଦୃଢ଼ କଲେ ସବୁ ଭଲ ଗୁଣର ବିକାଶ ହୁଏ ବୋଲି ବହିଟି ସୂଚନା ଦେଉଛି। ବାସ୍ତବିକ ଏ ବହିର ବର୍ଣ୍ଣନା ଗୋଟେ ବହୁତ ଜଟିଳ ଆଉ ସୂକ୍ଷ୍ମ ଆଭ୍ୟନ୍ତରୀଣ ଜଗତର ଚିତ୍ର ଆଙ୍କୁଛି। ଏକଦମ ଠିକ୍। ଏ ସୂକ୍ଷ୍ମ ନାଡ଼ି, ମୂଳଧର ଚକ୍ର ଆଉ ସେଠି ଶୋଇ ରହିଥିବା କୁଣ୍ଡଳିନୀ ଶକ୍ତିର ବର୍ଣ୍ଣନା, ଏସବୁ ମିଶି ଗୋଟେ ଗଭୀର ଆନ୍ତରିକ ମାନଚିତ୍ର ତିଆରି କରୁଛି। ଆଉ ଏସବୁ ପ୍ରାଚୀନ ଯୋଗୀ ଆଉ ତନ୍ତ୍ର ସାଧକମାନଙ୍କ ଅନୁଭୂତି ଉପରେ ଆଧାରିତ ବୋଲି କୁହାଯାଏ। ଗୋଟେ ପ୍ରଶ୍ନ ଆସୁଛି, ଯଦି ଏ ଶକ୍ତି ସୁପ୍ତ ବା ଶୋଇ ରହିଛି, ତାହେଲେ ତାକୁ ଜାଗ୍ରତ କରିବାର ପ୍ରକୃତ ଅର୍ଥ କ'ଣ ହେଇପାରେ? ବହିରେ ଯୋଉ ଶୁଦ୍ଧ ବୁଦ୍ଧି ଆଉ ଶାଶ୍ୱତ ଜ୍ଞାନ କଥା କୁହାଗଲା, ସେଇଟା ଆମ ଚେତନାର କୋଉ ସ୍ତରକୁ ସୂଚଉଛି? ଏଇଟା ନିଶ୍ଚୟ ଗୋଟେ ଗଭୀର ଚିନ୍ତନର ବିଷୟ।